ପିଲାମାନେ ତୁମମାନେ को पीएम ट्यूटोरियल यूट्यूब चैनल को स्वागत। पिलाମାନେ ବର୍ତ୍ତମାନ ତ ଦଶମ ଶ୍ରେଣୀ ପିଲାମାନଙ୍କର ପରୀକ୍ଷା ଚାଲିଛି। ଆ ପରେ ପରେ ଆମର ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ପରୀକ୍ଷା ଆରମ୍ଭ ହୋଇଯିବ ସାରା ଓଡ଼ିଶାରେ। ତେଣୁକରି ଯେଉଁ ପିଲାମାନେ ବର୍ତ୍ତମାନ ସୁଦ୍ଧା ବାର୍ଷିକ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିନାହ ଏବେଠାରୁ ଆରମ୍ଭ କରିନିଅ ଏବଂ ଅନ୍ୟ ସାଙ୍ଗସାଥିମାନଙ୍କୁ ମଧ୍ୟ ଭିଡ଼ିଓଟିକୁ ସେୟାର କରିକି ଜଣାଇ ଦିଅ। ଠିକ୍ ଅଛି ପିଲାମାନେ, ସମୟ ନଷ୍ଟ କରିବାନି, ଯିବା ପ୍ରଥମେ କ'ଣ କରିବା, ସାହିତ୍ୟକୁ ଯିବା। ଆଉ ସାହିତ୍ୟରେ ଦେଖିବା କେମିତି କ'ଣ ସରଳାର୍ଥ ପଡ଼ୁଛି, କେମିତି କ'ଣ ଲେଖିବାକୁ ପଡ଼ିବ ସରଳାର୍ଥ, ସେ ବିଷୟରେ ଆମେ ଶିଖିବା। ଲଙ୍ଗ କୋଶ୍ଚିନ୍ କେମିତି ଲେଖାଯାଉଛି ଆଉ ଗ୍ରାମାର କେମିତି ସବୁ କରାଯାଉଛି। ଠିକ୍ ଅଛି ପିଲାମାନେ, ଜାଣିପାରିଲ। ତେଣୁକରି ଆସ, ସମୟ ନଷ୍ଟ କରିବାନି, ଯିବା ପ୍ରଶ୍ନପତ୍ରକୁ। ପିଲାମାନେ ଦେଖ, ସମୟ ଥିବ ତୁମ ହାତରେ 1 ଘଣ୍ଟା, ମାର୍କ ହେଉଛି 50 ମାର୍କକୁ 1 ଘଣ୍ଟାର ସମୟ ଭିତରେ କରିବାକୁ ପଡ଼ିବ। ତେଣୁକରି ସମୟର ପ୍ରଥମେ ସଦୁପଯୋଗ କରିବାକୁ ଚେଷ୍ଟା କରିବ। ଦେଖ 1 ନମ୍ବର ପ୍ରଶ୍ନକୁ ଯିବା। 1 ନମ୍ବର ପ୍ରଶ୍ନ କ'ଣ ଅଛି, ପ୍ରାୟ 40ଟି ଶବ୍ଦର ଉତ୍ତର ଲେଖିବ। କେତୋଟି? 40ଟି ଶବ୍ଦରେ ଉତ୍ତର ଲେଖିବ। ପ୍ରଶ୍ନର ମୂଲ୍ୟ କେତେ ରହିଛି ନା 4 ନମ୍ବର। ଯିବା ପିଲେ 1 ନମ୍ବର ପ୍ରଶ୍ନକୁ ଯିବା। ବିଶ୍ୱାମିତ୍ରଙ୍କୁ ବଶିଷ୍ଠ ମହର୍ଷି ବିଳମ୍ବରେ ସମ୍ବୋଧନ କଲେ କାହିଁକି? ତାର ଅର୍ କୋଶ୍ଚିନ୍ ଦେଖ, ଜାତୀୟ ପତାକା ଗୋଟେ ଜାତିର ଗର୍ବ ବୋଲି କବି କାହିଁକି କହିଛନ୍ତି? ଦେଖୁଛ ଲଙ୍ଗ କୋଶ୍ଚିନ୍, ଏଇଟା ଲଙ୍ଗ କୋଶ୍ଚିନ୍ ସରଳାର୍ଥ ଦେଖିଦେବା ଏକାଥରେ, ଆଉ କେମିତି ଲେଖା ହେଉଛି ସେଇଟା ମଧ୍ୟ ତୁମକୁ ଦେଖାଇଦେବି। 2 ନମ୍ବରରେ ଆସୁଛି ପିଲେ କ'ଣ, ସପ୍ରସଙ୍ଗ ସରଳାର୍ଥ। କ'ଣ ଲେଖା ହେଇଛି, ଛାର କନା ଖଣ୍ଡେ ନମନ ଏହାକୁ ଏତ ଆମ ପ୍ରିୟ ଜାତୀୟ ଧ୍ୱଜା। ବୁଝିହେଉଛି? ତା କିମ୍ବାର କୋଶ୍ଚିନ୍ ଆସୁଛି ଦେଖ, ମୋ ଆଖିରେ ନୁହେଁ ଆତତାଇ ଭଲ ପାଏ ତାକୁ ଭଲ ପାଏ। ବୁଝିହେଉଛି? ଏଇ ଯେଉଁ ରହୁଛି ଏଇଟା କରିବ କିମ୍ବା ଏଇଟା କରିବ। ବର୍ତ୍ତମାନ ଯିବା ଆମେ ଦେଖିବା ଲଙ୍ଗ କୋଶ୍ଚିନ୍ କେମିତି କ'ଣ ଲେଖା ହେଉଛି ଆଉ ସରଳାର୍ଥ କେମିତି କ'ଣ ଲେଖିବ ତମେ। ପିଲାମାନେ ଦେଖ, ଯେଉଁ ପ୍ରଶ୍ନ ଥିଲା ବିଶ୍ୱାମିତ୍ରଙ୍କୁ ବଶିଷ୍ଠ ମହର୍ଷି ବିଳମ୍ବରେ ସମ୍ବୋଧନ କଲେ କାହିଁକି? ଦେଖ ପିଲେ, କ୍ରୋଧୀ ବିଶ୍ୱାମିତ୍ର ପ୍ରଚଣ୍ଡ ମନ୍ତ୍ର ଶକ୍ତିର ଅଧିକାର ଥିଲେ, ଏଣୁ ସେ ନିଜକୁ ମହର୍ଷି ବୋଲି ବିବେଚନା କରିଥିଲେ ଏବଂ ବଶିଷ୍ଠ ମଧ୍ୟ ତାଙ୍କୁ ମହର୍ଷି ବୋଲି ସମ୍ବୋଧନ କରନ୍ତୁ ବୋଲି ସେ ଚାହୁଁଥିଲେ। ବଶିଷ୍ଠ ତାଙ୍କୁ ମହର୍ଷି ବୋଲି ଡାକନ୍ତୁ ବୋଲି କ'ଣ କରୁଥିଲେ, ବିଶ୍ୱାମିତ୍ର ଏ କଥା ଚାହୁଁଥିଲେ। ତାଙ୍କର ତେଜସ୍ୱ ଶକ୍ତି ହେତୁ ବିଶ୍ୱାମିତ୍ରଙ୍କୁ ବଶିଷ୍ଠ ବିଶ୍ୱାସ ମିତ୍ର ଓ ରାଜର୍ଷି ସମ୍ବୋଧନ କରୁଥିଲେ, ମାତ୍ର ମହର୍ଷି ସମ୍ବୋଧନ କରୁନଥିଲେ। କ'ଣ କରୁଥିଲେ, ବିଶ୍ୱାସ ମିତ୍ର ବା ରାଜଶ୍ରୀ ବୋଲି ସମ୍ବୋଧନ କରୁଥିଲେ, ମହର୍ଷି ବୋଲି ସମ୍ବୋଧନ କରୁନଥିଲେ। ଏଣୁ ବିଶ୍ୱାମିତ୍ର ତାଙ୍କର ପୁତ୍ରମାନଙ୍କୁ କ'ଣ କରିଥିଲେ, ହତ୍ୟା କରିଥିଲେ। ଏଥିରେ ବିଚଳିତ ହୋଇନଥିଲେ, ବଶିଷ୍ଠ ମାତ୍ର ବିଚଳିତ ହୋଇଥିଲେ ପୁତ୍ର ବିରହ ବିଦୁରା ଅରୁନ୍ଧତୀ। ବୁଝିହେଉଛି? ଏଥିରେ ବିଶ୍ୱାମିତ୍ର କ'ଣ ହେଇଥିଲେ, ଅତିଷ୍ଠ ହେଇନଥିଲେ। ବଶିଷ୍ଠ ଏଥିରେ କ'ଣ ହେଇଥିଲେ, ତାଙ୍କ ପୁତ୍ରମାନଙ୍କୁ ବିଶ୍ୱାମିତ୍ର ଯେତେବେଳେ ହତ୍ୟା କରିଥିଲେ ସେଥିରେ ସିଏ ବିଚଳିତ ହେଇନଥିଲେ, କିନ୍ତୁ ତାଙ୍କର ଯିଏ ପତ୍ନୀ ଅରୁନ୍ଧତୀ ସିଏ କ'ଣ ହେଇଥିଲେ, ବିଚଳିତ ହେଇଥିଲେ। ସେଦିନ ବିଶ୍ୱାମିତ୍ରଠାରୁ କିଛି ଲୁଣ ଆଣିବା ପାଇଁ ବଶିଷ୍ଠ କହିଥିଲେ। ବୁଝିପାରୁଛନ୍ତି? ସିଏ କ'ଣ ହେଇଛି ନା, ଦିନେ ତାଙ୍କର ପତ୍ନୀ ଆଉ ସେ ସନ୍ଧ୍ୟା ସମୟରେ ଭୋଜନ କରିଲା ବେଳେ ଲୁଣ ଆଣିବା ପାଇଁକି କହିଥିଲେ। କାହା ଘରୁ? ବଶିଷ୍ଠ କହିଥିଲେ କାହାକୁ, ବିଶ୍ୱାମିତ୍ର ଘରୁ ଯାଇ ଟିକେ ଲୁଣ ନେଇ ଆସ ବୋଲି। ସେଇଠି ଅରୁନ୍ଧତୀ କହିଥିଲେ, ଯିଏ ମୋ ପୁତ୍ର ହନ୍ତା ତାଙ୍କ ଘରକୁ ଯିବି ମୁଁ ଲୁଣ ଆଣିବାକୁ। ବୁଝିହେଉଛି? ମାତ୍ର ସେ ଆଶ୍ଚର୍ଯ୍ୟ ହୋଇଗଲେ ବଶିଷ୍ଠ ସହନଶୀଳତାର କାରଣ ପ୍ରତ୍ୟୁତ୍ତରେ ବିଶ୍ୱାମିତ୍ରଙ୍କ ବଶିଷ୍ଠ ଭଲ ପାଆନ୍ତି ବୋଲି କହିଥିଲେ। ହେଲା, ବୁଝିହେଉଛି? ବଶିଷ୍ଠଙ୍କୁ ହତ୍ୟା କରିବାକୁ ଆସିଥିବା ବିଶ୍ୱାମିତ୍ର ଆଶ୍ଚର୍ଯ୍ୟ ହୋଇଗଲେ। ସେଇ ଯେତେବେଳେ ଲୁଣ ପାଇଁ ଯାଉଛନ୍ତି, କହୁଛନ୍ତି ଯେ ତାଙ୍କ ଘରୁ ଲୁଣ ନେଇ ଆସ, ସେତିକିବେଳେ କ'ଣ ହେଇଛି, ବିଶ୍ୱାମିତ୍ର ଆସିଛି ବଶିଷ୍ଠଙ୍କୁ ହତ୍ୟା କରିବା ପାଇଁ। ତାଙ୍କର ଯେଉଁ କଥୋପକଥନ ସବୁ ସିଏ ଶୁଣିଛି, ସେ କଥୋପକଥନରୁ ବିଶ୍ୱାମିତ୍ର ଜାଣିବାକୁ ପାଇଛନ୍ତି ଯେ ବଶିଷ୍ଠ ବାସ୍ତବିକ କ'ଣ ହେଉଛି, ବିଶ୍ୱାମିତ୍ରକୁ ଭଲ ପାଏ ବୋଲି। ଏତେ ସବୁ କଲା ପରେ ମଧ୍ୟ ହେଲା, ବୁଝିହେଉଛି? ଏଇଥିରୁ ସେ କ'ଣ ହେଇଛି ହେଲା, ବଶିଷ୍ଠଙ୍କୁ ହତ୍ୟା କରିବାକୁ ଆସୁଥିବା ବିଶ୍ୱାମିତ୍ର ଆଶ୍ଚର୍ଯ୍ୟ ହୋଇଗଲେ ଓ ଶାଣିତ କରାବଳ ଘୃଣିତ ହୋଇଗଲା ଓ ଶାଳବୃକ୍ଷ ପ୍ରାୟ ଆସି ବଶିଷ୍ଠଙ୍କ ପାଦ ତଳେ ପଡ଼ି ନିଜ ଦୋଷର ସ୍ୱୀକାର କରିଥିଲେ ଓ ହିଂସା ଦୋଷ ଆଦି ପ୍ରଭୃତିକୁ ତ୍ୟାଗ କରିଥିଲେ। ବୁଝିହେଉଛି? ଏଇଥିରେ କ'ଣ ହେଇଥିଲା, ଯେତେବେଳେ ତାଙ୍କ ଭଲ ପାଇବା କଥା ଶୁଣିଯାଇଥିଲେ, ସେ ତାଙ୍କୁ ହାଣିବାକୁ ଯେଉଁ ଆସିଥିଲା ତାଙ୍କ ପାଦ ତଳେ ପଡ଼ିକି କ'ଣ କରିଥିଲା, ଦୋଷ କ୍ଷମା ମାଗିଥିଲା ଆଉ ହିଂସା ଦୋଷ ଏସବୁ ଛାଡ଼ି ଦେଇଥିଲା। ଏଇସବୁ ଦୋଷ ହିଂସା ଛାଡ଼ିଦେଲା। ସେଇ କଥା ଶୁଣିକି ବିଶ୍ୱାମିତ୍ର ବଶିଷ୍ଠକୁ କ'ଣ କରିଥିଲେ, ମହର୍ଷି ବୋଲି ସମ୍ବୋଧନ କରିଥିଲେ। ବୁଝିପାରୁଛ ପିଲାମାନେ? ଏଇଭଳି ଭାବରେ ଲେଖିବ। ବୁଝିହେଲା?
এইଭଳି ଭାବରେ ଲେଖିବ। ତା ଅର୍ କ୍ୱେଶ୍ଚିନ୍ ପିଲା ଦେଖିଦିଅ। ନେକ୍ସଟକୁ ଯିବା। ପିଲାମାନେ ଦେଖ ସରଳାର୍ଥ ଛାର ଖନା ଖଣ୍ଡେ ଡଢ ପ୍ରିୟ ଜାତୀୟ ଧ୍ୱଜା। ଉକ୍ତ ପଦ୍ୟାଂଶଟି କବି ପଣ୍ଡିତ ଗୋଦାବର୍ଷ ମିଶ୍ରଙ୍କ ରଚିତ କେଉଁଠୁ ଆସିଅଛି? ଜାତୀୟ ପତାକା ବିଷୟରୁ ଉଦ୍ଧିତ। ବୁଝିହେଉଛି? ଏଇଟା ତ ସବୁବେଳେ ଲେଖା ହେବ। ଉକ୍ତ ପଦ୍ୟାଂଶଟି ଏଇଟା ପଦ୍ୟରୁ ଆସିଛି। ତେଣୁ ଉକ୍ତ ପଦ୍ୟାଂଶଟି କାହାର? ନା ପଣ୍ଡିତ ଗୋଦାବରୀ ମିଶ୍ରଙ୍କ ରଚିତ କେଉଁଠାରୁ? ନା ଜାତୀୟ ପତାକା ବିଷୟରୁ ଉଦ୍ଧୃତ। ଏଠାରେ କବି ସ୍ୱଦେଶ ଭାବମୂଳକ ପ୍ରେମରେ ଉଦ୍ଭୁତ କଥା ବର୍ଣ୍ଣନା କରିଛନ୍ତି। ତାପରେ ଏଇଟା ବୁଝେଇବ ଆମ ଜାତୀୟ ପତାକା ହେଉଛି ତ୍ରିରଙ୍ଗା ପତାକା, ତିନୋଟି ରଙ୍ଗର ପ୍ରତୀକ ଅଟେ, ଆମ ଦେଶ ଓ ଜାତିର ଗୌରବ। ଏହା ତଳେ କେତେ ବୀର କେତେ ଇଏ ସବୁ ପ୍ରାଣ ବଳି ଦେଇଛନ୍ତି, ବଜାୟ ରଖିଛନ୍ତି, ଏସବୁ ଲେଖିବ। ତେଣୁକରି ଇଏ ସାଧାରଣ କନା ଖଣ୍ଡେ ନୁହେଁ, ଇଏ ହେଉଛନ୍ତି ଆମର ଦେଶର ଭକ୍ତି ଆଉ ଭଲ ପାଇବାର ପ୍ରତୀକ। ହେଲା, ଏମିତି କରିକି ଲେଖିବ। ବୁଝିହେଉଛି? ତେଣୁ ଏକ ସାଧାରଣ 3 ରଙ୍ଗର କନା ନୁହେଁ, ଏହା ଆମ ଦେଶର ଆତ୍ମା ସମ୍ମାନର ପ୍ରତୀକ। ବୁଝିହେଉଛି? ଏମିତି ଭାବରେ ଲେଖିବ। ତା ଅର୍ କ୍ୱେଶ୍ଚିନ୍ ଦେଖିଥିବ ପିଲାମାନେ। ଆଜି ତ ମୁଁ ପଦ୍ୟର ଦେଖେଇଲି, ନେକ୍ସଟ କ୍ଲାସ୍ରେ କ'ଣ କରିବି? ଗଦ୍ୟର ଦେଖେଇବି। ଯିବା ବର୍ତ୍ତମାନ ଅନ୍ୟ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନ ଯିବା 3 ନମ୍ବର। ଜାତୀୟ ପତାକା ପବନ ସ୍ରୋତରେ କିପରି ଉଡ଼େ? କିପରି ଉଡ଼େ? ଫର ଫର ହୋଇ ଉଡ଼େ। କିପରି ଉଡ଼େ? ଫର ଫର ହୋଇ ଉଡ଼େ। ଅରୁନ୍ଧତୀ କାହାକୁ ଆତତାୟୀ ବୋଲି କହିଛନ୍ତି? ଅରୁନ୍ଧତୀ ପୁତ୍ରର ହତ୍ୟାକାରୀ ବିଶ୍ୱାମିତ୍ରକୁ ଆତତାୟୀ ବୋଲି କହିଛନ୍ତି। ତାପରେ ଯିବା ପିଲା ଦେଖ। ଭାରତ ମାଆକୁ ଯୋଡ଼ିବା ପାଇଁ କେଉଁ ପ୍ରକାର ସୂତା ଆବଶ୍ୟକ ବୋଲି କବି କହିଛନ୍ତି? କେଉଁ ପ୍ରକାର? ଭାରତ ମାଆକୁ ଯୋଡ଼ିବା ପାଇଁ ସ୍ନେହ ପ୍ରେମ ଓ ମମତାର ସୂତା ଆବଶ୍ୟକ ବୋଲି କବି କହିଛନ୍ତି। ସରିଗଲା ପିଲା ପଦ୍ୟ ବିଭାଗ। ଗଦ୍ୟ ବିଭାଗରେ ମଧ୍ୟ ସେଇଭଳି ଆସିବ। ଗୋଟିଏ ଲଙ୍ଗ କ୍ୱେଶ୍ଚିନ୍, ଗୋଟିଏ ସରଳାର୍ଥ, ତାପରେ 2 ମାର୍କିଆ ପ୍ରଶ୍ନ। ବୁଝିପାରୁଛ? ଲଙ୍ଗ କ୍ୱେଶ୍ଚିନ୍ ଦେଖୁଛ 4 ମାର୍କିଆ। ଆଲବର୍ଟ ଶ୍ୱାଇଜର ପ୍ରଗତିର କେଉଁ ସୂତ୍ର ଗୁଡ଼ିକ ବର୍ଣ୍ଣନା କରିଛନ୍ତି? ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ପ୍ରତିବନ୍ଧକ ଗୁଡ଼ିକ ବର୍ଣ୍ଣନା କର। ସପ୍ରସଙ୍ଗ ସରଳାର୍ଥ ଦେଖ। ଆମ ନିଜ ଦେହରେ ରକ୍ତ ପରି ଏ ଲୁଣ ଆମର ପ୍ରିୟ। ଆମ ନିଜ ଦେହରେ ରକ୍ତ ପରି ଏ ଲୁଣ ଆମର ପ୍ରିୟ। ବୁଝିହେଉଛି? ମନୁଷ୍ୟ କେବଳ ନିଜ ପାଇଁ ବଞ୍ଚେ ନାହିଁ, ସମାଜ ପାଇଁ ମଧ୍ୟ ବଞ୍ଚେ। ଏଇ ଟାଇପର ପ୍ରଶ୍ନ ଦେଖିଲ। ତାପରେ ଦେଖିଦେବା ପିଲେ 2 ମାର୍କିଆ ପ୍ରଶ୍ନ କେମିତି ଆସୁଛି। ଗାନ୍ଧିଜୀ କେଉଁଠାରେ ଲବଣ ଆଇନ ଅମାନ୍ୟ କରିଥିଲେ? ଆଲବର୍ଟ ଶ୍ୱାଇଜର କିଏ? ସମୟ ସମୟରେ ମଧୁର ସ୍ୱପ୍ନରେ ବାଧା କାହିଁକି ଆସେ? ବର୍ତ୍ତମାନ ଆମେ 7 ନମ୍ବର ପ୍ରଶ୍ନକୁ ଯିବା। ଏଇଠୁ ଡିସ୍କସନ୍ କରିବା। ଦେଖ ପିଲେ 7 ନମ୍ବର ପ୍ରଶ୍ନ କ'ଣ ରହିଛି? ଦେଇଛି ସଭାରେ ବିନ୍ଦୁ ଦିଦି କେଉଁ ବିଷୟରେ କହିଥିଲେ? ପିଲେ ଦେଖ, ସଭାରେ ବିନ୍ଦୁ ଦିଦି ପିଲାମାନଙ୍କର ଉନ୍ନତି ବିଷୟରେ କହିଥିଲେ। ପିଲାମାନେ କେମିତି ଭଲ ପାଠ ପଢ଼ିବେ, ସୁସ୍ଥ ରହିବେ ଓ ଉନ୍ନତି କରିବେ ସେ ବିଷୟରେ ସଭାରେ ଆଲୋଚନା ହେଉଥିଲା। ଏହାଛଡ଼ା ସେ କହୁଥିଲେ ଯେ ଏ ବର୍ଷ ପିଲାଙ୍କର ରାଜା ହେବାର ବର୍ଷ। ବୁଝିହେଲା? ନେକ୍ସଟକୁ ଯିବା। ଦେଖ ପିଲେ, ସୁଭଦ୍ରା ଅଜୁକୁ କାହିଁକି ଇଂରାଜୀ ସ୍କୁଲରେ ପଢ଼ାଇ ପାରୁନଥିଲା? ସକାଳ ହେଲେ ସୁଭଦ୍ରା କେଉଁ କାମରେ ଯାଉଥିଲା? ରାତି ଅନ୍ଧାରରେ କେଉଁ ଠାକୁର ଉଡ଼ି ବୁଲୁଥାନ୍ତି ବୋଲି ଅଜୁ କହିଛି। ବୁଝିହେଉଛି? ଏମିତି ସବୁ ପ୍ରଶ୍ନ ପଡ଼ୁଛି ପିଲେ, ଦେଖିଲ। ନେକ୍ସଟକୁ ଯିବା ପିଲେ। ତାପରେ ପିଲେ ଦେଖ 8 ନମ୍ବର ପ୍ରଶ୍ନକୁ ଯିବା। କାନ୍ଥରେ କାହାର ଫଟୋ ଟଙ୍ଗା ହେବ ବୋଲି ଦେବେନ୍ଦ୍ର ରାଜେନ୍ଦ୍ର କହୁଥିଲେ? କାରେ? କାନ୍ଥରେ ଦେବେନ୍ଦ୍ର ରାଜେନ୍ଦ୍ରଙ୍କର ବାପାଙ୍କର ଫଟୋ। କାହାର? ବାପାଙ୍କର ଫଟୋ ଟଙ୍ଗା ହେବ ବୋଲି କହୁଥିଲେ। ଚଞ୍ଚଳା ଦେବୀ କିଏ? ପିଲେ ଦେଖ, ଚଞ୍ଚଳା ଦେବୀ ଦେବେନ୍ଦ୍ର ବାବୁଙ୍କ ସ୍ତ୍ରୀ ତଥା ଘରର ବଡ଼ ବୋହୂ। ବୁଝିପାରିଲ? ଘରର ବଡ଼ ବୋହୂ ତଥା ଦେବେନ୍ଦ୍ର ବାବୁଙ୍କ ସ୍ତ୍ରୀ। ଝିଅ ବାହାଘର ପାଇଁ ଚଞ୍ଚଳା କାହିଁକି ବ୍ୟସ୍ତ ହେଉଥିଲେ? ପିଲେ ଚଞ୍ଚଳାର 5ଟି ଝିଅ। ବଡ଼ ଝିଅ ପାଇଁ ସୁନ୍ଦର ଘର ଓ ଗୁଣର ବର ମିଳିଛି। ଡେରି କଲେ ଏପରି ପାତ୍ର ନ ପାଇ ଝିଅର କପାଳ ଫାଟିବ। ତେଣୁ ଚଞ୍ଚଳା ଦେବୀ କ'ଣ ହେଉଥିଲେ? ଝିଅ ବାହାଘର ପାଇଁ ବ୍ୟସ୍ତ ହେଉଥିଲେ। ତାପରେ ପିଲେ ଦେଖ, ରାଜେନ୍ଦ୍ର ମାଆକୁ ନିଜ ପାଖରେ ରଖିବାକୁ କାହିଁକି ରାଜି ହୋଇନଥିଲେ? କାହିଁକି ହୋଇନଥିଲେ? ନା ରାଜେନ୍ଦ୍ରଙ୍କ ସ୍ତ୍ରୀ ଅଲଗା ଜାଗାରେ ଚାକିରି କରନ୍ତି ଓ ରାଜେନ୍ଦ୍ର ଫ୍ୟାକ୍ଟ୍ରି କାମରେ ଲାଗନ୍ତି। ଦୁହେଁ ଏକାକୀ ଓ ଅଲଗା, ତେଣୁ ମାଆକୁ ନେଇ ହୁଏତ ଅସୁବିଧା ହେବ ଭାବି ମାଆଙ୍କୁ ପାଖରେ ରଖିବାକୁ ରାଜି ହୋଇନଥିଲେ। ସରିଲା। ତାପରେ ଦେଖ ପିଲେ ବ୍ୟାକରଣ ବିଭାଗ ଏଠୁ ଆରମ୍ଭ ହୋଇଗଲା। ସେ ପିଠା ଖାଉଛି। ଏହି ବାକ୍ୟରେ କ୍ରିୟାପଦ ରହୁଛି ନା? କ୍ରିୟାପଦ କିଏ? କର୍ତ୍ତା ଯାହା କରୁଛି କ୍ରିୟା। କର୍ତ୍ତା କ'ଣ କରୁଛି? ନା ଖାଉଛି। କର୍ତ୍ତା କ'ଣ କରୁଛି? ଖାଉଛି। ତେଣୁକରି ଖାଉଛି ହେଉଛି ଏଠି କ୍ରିୟାପଦ। ଆଣ୍ଠୁରୁ ଆଣ୍ଠେଇବା ହେବା ପରି ମୁଣ୍ଡରୁ କେଉଁ ପଦଟି ହେବ? କ'ଣ? ମୁଣ୍ଡେଇବା। କ୍ରିୟାର ମୂଳ ରୂପକୁ କ'ଣ କୁହାଯାଏ? ଧାତୁ। କ୍ରିୟାର ମୂଳ ରୂପ କ'ଣ କୁହାଯାଏ? ଧାତୁ। ପିଲେ ବୁଝିପାରୁଛଟି? ଆଣ୍ଠୁରୁ ଆଣ୍ଠେଇବା, ମୁଣ୍ଡରୁ ମୁଣ୍ଡେଇବା। କ୍ରିୟାର ମୂଳ ପଦକୁ କ'ଣ କୁହାଯାଏ? ଧାତୁ।
ଅନଳ, ଅନିଳ, ଦିବାକର, ନିଶାକର ଏଗୁଡ଼ିକ ମଧ୍ୟରୁ କେଉଁଟି ସୂର୍ଯ୍ୟର ପ୍ରତିଶବ୍ଦ? ଦେଖ ସୂର୍ଯ୍ୟର ପ୍ରତିଶବ୍ଦ କିଏ ନା ଦିବାକର। କିଏ? ଦିବାକର। ଭାସ୍କର ଏସବୁ ସୂର୍ଯ୍ୟର ପ୍ରତିଶବ୍ଦ। ଯେ ନିଦ୍ରାରେ ଆସକ୍ତ ଏକ ପଦରେ ପରିଣତ କଲେ କ'ଣ ହେବ? ନିଦ୍ରାସକ୍ତ। କ'ଣ ବୋଲେ? ନିଦ୍ରାସକ୍ତ ହେଲା। ନେକ୍ସଟକୁ ଯିବା। ପଦରେ ହୁଏ ପୂରବ। ଏହି ଗଦ୍ୟରେ କ'ଣ ହେବ? ପଦରେ ହୁଏ ପରବ, ସରି ପୂରବ ନୁହଁ ପରବ, ଗଦ୍ୟରେ ହେବ ପର୍ବ। ଗଦ୍ୟରେ କ'ଣ ହେବ? ପର୍ବ। ବୁଝିହେଲା? ତଳ ବାକ୍ୟରୁ ଅବ୍ୟୟ ପଦ ଚିହ୍ନାଅ। ତାଙ୍କ ଯୋଗୁଁ ଗଣ୍ଡଗୋଳ ହେଲା, ମାତ୍ର ସେ ସେଠୁ ଛୁ ମାରିଥିଲେ। କ'ଣ ହେବ ପିଲା ଦେଖ? ମାତ୍ର। ମାତ୍ରଟା ଏଠି ହେଉଛି ଅବ୍ୟୟ ପଦ। ବୁଝିହେଉଛି? ତାଙ୍କ ଯୋଗୁଁ ଗଣ୍ଡଗୋଳ ହେଲା, ମାତ୍ର ସେ ଛୁ ମାରିଲେ। ମାତ୍ରଟା ହେଲେ ଏଠି ଅବ୍ୟୟ ପଦ। ନେକ୍ସଟ ଯିବା। ନିଷେଧାତ୍ମକ ଅବ୍ୟୟ ପଦ ତଳେ ଗାର ଦିଅ। ବିନା, ପ୍ରତି, ନହେଲେ, ଅପେକ୍ଷା। କିଏ ପିଲେ? ଦେଖ ପିଲେ ନହେଲେ। କ'ଣ? ନହେଲେଟା ହେଉଛି ନିଷେଧାତ୍ମକ ଅବ୍ୟୟ ପଦ। ନେକ୍ସଟକୁ ଦେଖ ପିଲେ। ତାପରେ କ'ଣ ପଡ଼ୁଛି? ପ୍ରାୟ 50ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖିବ। ତୁମ ଜୀବନର ଲକ୍ଷ୍ୟ, ନହେଲେ ତୁମ ବିଦ୍ୟାଳୟ କିପରି ପାଳନ କଲ, ବନ୍ଧୁ ନିକଟକୁ ପତ୍ର ଲେଖିବ। ହେଲା। ଆଉ ଦରଖାସ୍ତ ଯଦି ସ୍କୁଲରେ ଲେଖା ହେଇଛି ତାକୁ ମଧ୍ୟ ଅଭ୍ୟାସ କରିକି ଯିବ। ନେକ୍ସଟକୁ ଯିବା। ଗୋଟେ ପଢ଼ିଥିବ ଅନୁଚ୍ଛେଦ। ଅନୁଚ୍ଛେଦକୁ ଭିତରକୁ ବେଶ କରିକି ପ୍ରଶ୍ନ ଆସିଥିବ, ତାକୁ ମଧ୍ୟ ତୁମେ ଉତ୍ତର ଲେଖିବ। ଠିକ୍ ଅଛି ପିଲାମାନେ, ରହୁଛି। ଆଉ ଏକ ଭିଡ଼ିଓରେ ଭେଟ ହେବା। ଶୀତଳ ସମସ୍ତଙ୍କ ଠାରୁ ବିଦାୟ।